ନମସ୍କାର। ଆଜି ମୁଁ ମୋର ପରିତ୍ରାଣ କି ପ୍ରକାର ପ୍ରାପ୍ତ ହେଲି ବା ପାଇଲି ସେହି ବିଷୟରେ କିଛି କହିବା ପାଇଁ ଚାହେଁ। ପ୍ରକୃତରେ ମୋର ପରିତ୍ରାଣ ମୁଁ ଯେଉଁ ରାସ୍ତାରେ ପାଇଛି ତାହା ବହୁତ କଷ୍ଟକର ବିଷୟ ଥିଲା, ଆଉ ମୋ ଜୀବନରେ ତାହା ଆଶ୍ଚର୍ଯ୍ୟ ବୋଲି ମୁଁ ମଧ୍ୟ ଭାବୁଛି। କିନ୍ତୁ ଏସବୁ ବିଷୟ ଭିତରେ ମୁଁ ଦେଖିଲି ତ ପରମେଶ୍ୱର ମୋତେ କଢ଼େଇ ନେଇକି ପରିତ୍ରାଣକୁ ଦେଲେ। ମୁଁ ପ୍ରକୃତରେ 2004 ମସିହାରେ ଖ୍ରୀଷ୍ଟିଆନ ହେଇଛି, ଆଉ ବାପ୍ତିସ୍ମ ମଧ୍ୟ ନେଇଛି। ମୋର ଖ୍ରୀଷ୍ଟିଆନ ହେବା ଜୀବନର ଖ୍ରୀଷ୍ଟିଆନ ହେବା ପୂର୍ବର ଜୀବନକୁ ଯଦି ମୁଁ କହିବି ତାହା ବହୁତ ଦୟନୀୟ ଥିଲା। ତ ସେଠି ବ୍ୟଭିଚାର ରାସ୍ତାରେ ହେଉ କିମ୍ବା ଅନ୍ୟ କୌଣସି ରାସ୍ତାରେ ମୁଁ ବହୁତ ଦୁର୍ବଳ ଥିଲି, ଆଉ ଅନେକ ବିଷୟ ମୋ ଜୀବନରେ ଘଟିଛି ମଧ୍ୟ। ତ ଯେତେବେଳେ ମୁଁ ବାପ୍ତିସ୍ମ ନେଲା ପରେ ଗିର୍ଜା ଯିବାର, ବାଇବେଲ ପଢ଼ିବା କିମ୍ବା ସଭା ସମିତିରେ ଯୋଗ ଦେବା, ଏସବୁ ବିଷୟ ମୋ ଜୀବନରେ ଯେତେବେଳେ ଦିନକୁ ଦିନ ପ୍ରଭାବ ପକାଇଲା, ପ୍ରକୃତରେ ମୋ ଜୀବନରେ କିଛି ପରିବର୍ତ୍ତନ ହେବାର ମୁଁ ଦେଖିଲି। କ'ଣ? ମୁଁ ପ୍ରକୃତରେ ନିଶା ସେବନ ଠାରୁ ଦୂରେଇ ପାରିଲି। ତାପରେ ଭାଙ୍ଗ ପୁଡ଼ିଆ ଏଗୁଡ଼ାକ ମଧ୍ୟ ଛାଡ଼ିପାରିଲି। ତାପରେ କିଛି ମାତ୍ରାରେ ବ୍ୟଭିଚାର ଠାରୁ ମଧ୍ୟ ମୁଁ ଟିକେ ଦୂରରେ ରହିଲା ପରେ ମୁଁ ଅନୁଭବ କରିପାରୁଥିଲି। ତ ଅନେକ ବିଷୟ ଯେତେବେଳେ ମୋ ଜୀବନରୁ ଟିକେ ଦୂରକୁ ଗଲା, ମୁଁ ଚିନ୍ତା କରିବାକୁ ଆରମ୍ଭ କଲି, ମୋ ଜୀବନ ପ୍ରକୃତରେ ବଦଳି ଯାଇଛି। ତ ଏହି ପ୍ରକାର ଭାବରେ ମୋ ଜୀବନ ବିତିବାକୁ ଲାଗିଲା। ସମୟ କ୍ରମେ ମୁଁ ଗୋଟେ ସ୍ୱାଧୀନ ପ୍ରଚାରକ ଭାବେ ମଧ୍ୟ କିଛି ମାସ କାର୍ଯ୍ୟ କଲି। ତ ବାଇବେଲର ବାକ୍ୟ ଗୁଡ଼ାକ ପ୍ରଚାର କରିବାରେ ମୁଁ ବହୁତ ସମୟ ଲିପ୍ତ ରହିଥିଲି। ତ ଏହି ପ୍ରକାର ମୋ ଜୀବନ ବିତାଉଥିଲି। ଦିନେ ଜଣେ ଭାଇ ଆମ ଘରେ ଅତିଥି ଭାବେ ରହିଥିଲେ। ସେ ଭାଇ ପଚାରିଲେ, ଆପଣ ପରିତ୍ରାଣ ପାଇଛନ୍ତି କି? କିଛି ସମୟ ପାଇଁ ମୁଁ ଟିକେ ସ୍ତବ୍ଧ ହେଇକି ରହିଲି, କାହିଁକି ଏ ପ୍ରଶ୍ନର ସ୍ପଷ୍ଟ ଉତ୍ତର ମୋ ପାଖରେ ନଥିଲା। ମୁଁ ଜାଣିପାରୁଛି ମୁଁ କ'ଣ କହିବି, ପରିତ୍ରାଣ ପାଇଛି ନା ପାଇନାହିଁ। ତାପରେ ମୁଁ ଚିନ୍ତା କରିବାକୁ ଆରମ୍ଭ କଲି, ମୁଁ ପ୍ରଚାର କରୁଛି, ଗିର୍ଜା ଯାଉଛି, ବାଇବେଲ ପଢ଼ୁଛି, ପ୍ରାର୍ଥନା କରୁଛି, ଆଉ ନିଶ୍ଚିତ ଭାବେ ମୁଁ ପରିତ୍ରାଣ ପାଇଛି। ନଚେତ୍ ମୋର ଜୀବନ କାହିଁକି ଏତେ ଭଲ ହେଇଛି? ମୁଁ ଈଶ୍ୱରଙ୍କ ସହିତ କେମିତି ଜୀବନକୁ ବିତେଇ ପାରୁଛି? ସେଥିପାଇଁ ମୁଁ ସେ ଭାଇକୁ ଉତ୍ତର ଦେଲି, ମୁଁ ପରିତ୍ରାଣ ପାଇଛି। ତାପରେ କ'ଣ ଘଟିଲା ମୋତେ ମନେ ନାହିଁ, କିନ୍ତୁ ଏ ପ୍ରଶ୍ନ ବେଳେବେଳେ ମୋ ହୃଦୟକୁ ଟିକେ ଦହଲଉଥିଲା। ସତରେ ମୁଁ ପରିତ୍ରାଣ ପାଇଛି ନା ମୁଁ ପରିତ୍ରାଣ ପାଇନାହିଁ? ମୋର କର୍ମକୁ, ମୋ ଜୀବନ କାହାଣୀକୁ, ମୋର ମନ୍ଦ ବିଷୟ ଯାକ ପରିତ୍ୟାଗ କରିବାକୁ ଯଦି ଦେଖିବି, ମୁଁ ଭାବୁଥିଲି ମୁଁ ପରିତ୍ରାଣ ପାଇଛି, କିନ୍ତୁ ପ୍ରକୃତରେ କେବେ ମୁଁ ପରିତ୍ରାଣ ପାଇଲି? ଏ ବିଷୟ ନେଇକି ମୋତେ ଦ୍ୱନ୍ଦ୍ୱ ଥିଲା, ଆଉ ପ୍ରଶ୍ନ ମଧ୍ୟ ଉଙ୍କି ମାରୁଥିଲା। ସମୟ କ୍ରମେ ମୁଁ ଗୋଟେ ମେଡ଼ିକାଲରେ ଜବ୍ ପାଇଲି। ଜବ୍ ପାଇଲା ପରେ ସେ ଯେଉଁ ପରିବେଶ ଥିଲା, ମୋତେ ବାଇବେଲ ଦିଗରେ ଆଉ ବେଶୀ କଢ଼େଇ ନେଲା। ମୁଁ ସକାଳ ସନ୍ଧ୍ୟାରେ ପ୍ରାର୍ଥନା କରିବାକୁ ଆରମ୍ଭ କଲି, ବାଇବେଲ ପଢ଼ିବା ପାଇଁ ଆରମ୍ଭ କଲି, ଆଉ ଲୋକମାନଙ୍କୁ ବାଇବେଲ ବିଷୟରେ କହିବା ପାଇଁ ମଧ୍ୟ ଆରମ୍ଭ କଲି। ତ ଏସବୁ ବିଷୟ ଯେତେବେଳେ ମୁଁ କରିଲି, ମୁଁ ଅଳ୍ପ କେତେ ଦିନ ପରେ ବହୁତ ଭଲ ଭାବରେ ପ୍ରଚାର କରିବାର ମଧ୍ୟ ଶିଖିଗଲି। ତାପରେ ମୁଁ ଯେତେବେଳେ ପ୍ରଚାର କରେ, ଲୋକମାନେ ତାଳି ମଧ୍ୟ ମାରୁଥିଲେ, ବହୁତ ଖୁସି ହେଇଯାଉଥିଲେ, ଆଉ ବେଳେବେଳେ ମୋ ହୃଦୟ ବହୁତ ଉତ୍ତପ୍ତ ହେଇଯାଉଥିଲା। ଯେତେବେଳେ ମୋ ହୃଦୟ ଉତ୍ତପ୍ତ ହେଉଥିଲା, ମୁଁ ସେତେବେଳେ ଭାବିବାକୁ ଆରମ୍ଭ କଲି, ପବିତ୍ର ଆତ୍ମା ମୋ ଭିତରେ ଏ ପ୍ରକାର କରୁଛନ୍ତି। ମୁଁ ଏ ପ୍ରକାର ଜୀବନକୁ ବିତାଉଥିଲି। ତ ଗୋଟେ ଦିନ ଜଣେ ବୁଢ଼ା ବାପା ମୋତେ ଗୋଟେ ସମ୍ମିଳନୀକୁ ଡାକି ନେଇଥିଲେ। ତାଙ୍କର ଗୋଟେ ଛୋଟ ସମ୍ମିଳନୀ ହେଉଥିଲା ଆମ ସହରରେ। ତ ସେ ସମ୍ମିଳନୀକୁ ଡାକିଥିଲି। ମୋ ସହିତ ଅନେକ ପାଷ୍ଟରମାନେ ମଧ୍ୟ ଯାଇଥିଲେ, ମୁଁ ମଧ୍ୟ ଯାଇଥିଲି। ସେଠି ଜଣେ ପାଷ୍ଟର ପ୍ରଚାର କରୁଥିଲେ। ତ ଆଶ୍ଚର୍ଯ୍ୟ ବିଷୟ କ'ଣ, ମୁଁ ଯେମିତି ବାଇବେଲକୁ ଜାଣିଛି, ସେ ପାଷ୍ଟର ତାର ଓଲଟାରେ ପ୍ରଚାର କରୁଥିଲେ। ତ ମୁଁ ଏ କଥା ଗ୍ରହଣ କରିପାରିଲି ନାହିଁ। ମୋ ଭିତରେ ବହୁତ ଗୁଡ଼ାଏ ପ୍ରଶ୍ନ ଉଠିଲା। ତ ଇଏ କାହିଁକି ଏମିତି ପ୍ରଚାର କରୁଛନ୍ତି? ଏଇଟା ପ୍ରକୃତରେ ଭୁଲ ପ୍ରଚାର ଅଟେ। ମୁଁ ସେମିତି ଧରିନେଲି। ପ୍ରଥମ ଦିନ ଗଲି, ଶେଷରେ ସନ୍ଧ୍ୟାବେଳେ ମୁଁ ଘରକୁ ନେଉଟି ଆସିଲି। ଘରେ ଯେତେବେଳେ ଆସିଲି, ମୋତେ ସେ ରାତି ସାରା ନିଦ ହେଲାନି। କାହିଁକି ନିଦ ହେଲାନି? ତ ଏମିତି ବି ଲୋକମାନେ ବାହାରିଛନ୍ତି, ବାଇବେଲକୁ ଓଲଟା ପଲଟା କ'ଣ ଏମିତି ପ୍ରଚାର କରୁଛନ୍ତି।
ଆମେ ମନୁଷ୍ୟ ଯେତେ ଚାହିଁଲେ ବି ଆମେ କେବେ ଧାର୍ମିକ ହୋଇପାରିବା ନାହିଁ, ପବିତ୍ର ତ ହୋଇପାରିବା ନାହିଁ, ଏହା ଅସମ୍ଭବ ବିଷୟ। କିନ୍ତୁ ଏମାନେ ପବିତ୍ର କହୁଛନ୍ତି, ଏମାନେ ଧାର୍ମିକ କହୁଛନ୍ତି, ଏମାନେ ସିଦ୍ଧ କହୁଛନ୍ତି, ଏହା ତ ବାଇବଲର ବିପରୀତ ବିଷୟ। ଆମେ କେମିତି ସେ କଥା କହିପାରିବା? ଆମେ କେମିତି ପବିତ୍ର କହିପାରିବା? ଏଇଗୁଡ଼ାକ ମୋ ହୃଦୟରେ ବହୁତ ଦୋହଲେଇବାକୁ ଲାଗିଲା। ସେଥିପାଇଁ ମୁଁ ବହୁତ ଚିନ୍ତାଗ୍ରସ୍ତ ହେଇଗଲି। ତ ପ୍ରକୃତରେ ଏଇ ପ୍ରକାର ଯେତେବେଳେ ଶୁଣିଲି, ତା ପରବର୍ତ୍ତୀ ଦିନ ଯେତେବେଳେ ଗଲି, ସେଠାରେ ଆଦି ପୁସ୍ତକ 37 ପର୍ବକୁ ନେଇକି ସେ ପାଷ୍ଟର ପ୍ରଚାର କରୁଥିଲେ। ସେଠି ପ୍ରଚାର କରୁଥିଲେ କି ମା ମାନେ ରିବିକା ଯାକୁବକୁ ଏସୋ ପରି ବନେଇ ଦେଇଥିଲା। ଆଉ ଏସୋ ବୋଲି କହିବା ପାଇଁ କହିଲା, ସେ ସେଥିପାଇଁ ଯାକୁବ ଯାଇକି, ଯଦିଓ ସେ ଯାକୁବ କିନ୍ତୁ ସେ ଏସୋ ବୋଲିକି କହୁଛି, ତାର ଅର୍ଥ ସେ ମିଛ କହୁନି, କିନ୍ତୁ ସେ ମାଆଙ୍କର ଆଜ୍ଞାକୁ ବା ମାଆଙ୍କର ବାକ୍ୟକୁ ସେ ପାଳନ କରୁଛି। ତ ସେଇ ପ୍ରକାରେ ଯୀଶୁ ମଧ୍ୟ ଆମମାନଙ୍କୁ ଧାର୍ମିକ କରିଛନ୍ତି ତାଙ୍କ ରକ୍ତ ଦ୍ୱାରା, ତାଙ୍କର ମୃତ୍ୟୁ ଦ୍ୱାରା। ଏଇ ବାକ୍ୟ ସେମାନେ ପ୍ରଚାର କରୁଥିଲେ, କିନ୍ତୁ ଏହାକୁ ମୁଁ ଗ୍ରହଣ କରିପାରିଲି ନାହିଁ। ମୋ ହୃଦୟରେ ବହୁତ ଗୁଡ଼ାଏ ପ୍ରଶ୍ନ ଥିଲା। ଯଦିଓ ସେମାନେ କହୁଛନ୍ତି ଆମେ ପବିତ୍ର, ମୁଁ କେମିତି ପବିତ୍ର କହିପାରିବି? ମୁଁ ସେଠାରେ କେତେ ଲୋକଙ୍କୁ ପ୍ରଶ୍ନ କଲି, କ'ଣ ତେବେ ଆମେ ପାପ କଲେ କ'ଣ? ଆମେ ପାପ କରିବା ନା ନାହିଁ? এই ପ୍ରକାର ପ୍ରଶ୍ନ ମୁଁ ଅନେକ ଲୋକଙ୍କୁ ପଚାରିଲି। ତ 3 ଦିନ ବିତିଲା, ମୁଁ ଶେଷରେ ପୁରା ନିରାଶ ହେଇକି ମୋ ଘରକୁ ଫେରିଲି। ମୋ ହୃଦୟରେ କିନ୍ତୁ ବହୁତ ଗୁଡ଼ାଏ ପ୍ରଶ୍ନ ଉଠିଗଲା। ତ ସେଠି ମୁଁ ଶୁଣିଥିଲି ବ୍ୟବସ୍ଥା ପାଳନ କରି କେହି ମଧ୍ୟ ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ହେବେ ନାହିଁ, କାରଣ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। ସେଇ ବିଷୟକୁ ନେଇକି ମଧ୍ୟ ସେଠାରେ ପ୍ରଚାର କରାଯାଇଥିଲା। ତ ସେଇ ବିଷୟ ମଧ୍ୟ ମୋ ହୃଦୟରେ ଆନ୍ଦୋଳିତ କରିବାକୁ ଲାଗିଲା। ପରମେଶ୍ୱର ବ୍ୟବସ୍ଥାକୁ ଦେଇଛନ୍ତି, ଆଉ ସେଇ ବ୍ୟବସ୍ଥା ପାଳନ କରିବା ଦ୍ୱାରା ଜଣେ କାହିଁକି ଅଭିଶପ୍ତ ହେଉଛି? ଏହା ଗାଲାତୀୟ 3ର 10 ପଦ 11 ପଦକୁ ନେଇକି ମୋ ହୃଦୟରେ ବହୁତ କଷ୍ଟ ମୁଁ ପାଉଥିଲି। ତ ଆଉ ଗୋଟେ ବାକ୍ୟ ଯେତେବେଳେ ମୁଁ ପଢ଼ୁଥିଲି, ସେ ବାକ୍ୟ ମୁଁ ପଢ଼ିବା ପାଇଁ ବି ଇଚ୍ଛା କରୁନଥିଲି। ସେ ବାକ୍ୟ ହେଉଛି ରୋମିଓ 3 ପର୍ବର 24 ପଦ। ପଢ଼ିକି ଶୁଣେଇବି। ରୋମିଓ 3ର 24 ପଦ। ଏଠି ଏ ପ୍ରକାର ଲେଖା ହେଇଛି, ପୁଣି ସେମାନେ ବିନା ମୂଲ୍ୟରେ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି। ଏଇ ଧାର୍ମିକ ପଦ ଯେତେବେଳେ ମୁଁ ଶୁଣୁଥିଲି, ଆଉ ବିନା ମୂଲ୍ୟରେ ଆଉ କେବଳ ଅନୁଗ୍ରହରେ ଜଣେ ଧାର୍ମିକ ହେବ, ଏ କଥାଟା ମୁଁ କେବେ ଗ୍ରହଣ କରିପାରୁନଥିଲି। କାହିଁକି? ମୁଁ ଗୋଟେ ଭଲ ଆତ୍ମିକ ଜୀବନ ବିତେଇବାକୁ ଚେଷ୍ଟା କରୁଥିଲି। ଆଉ ଯେଉଁ ଲୋକମାନେ ଭଲ କାମ କରିବେ ବା ଭଲ ଆତ୍ମିକ ଜୀବନ ବିତେଇବେ, ସେମାନଙ୍କୁ ଈଶ୍ୱର ଧାର୍ମିକ ବୋଲି ଗଣନା କରିବେ, ସେମାନେ ସ୍ୱର୍ଗ ଯିବେ। ସେଇ ବିଷୟ ମୁଁ ଅଟଳ ଭାବେ ମୋ ହୃଦୟ ରହିଥିଲା। ସେଥିପାଇଁ ମୁଁ ସେଇ ବିଷୟ ଧରିଥିଲି। ସେଥିପାଇଁ ଏ ବାକ୍ୟ ଯେତେବେଳେ ମୁଁ ପଢ଼ୁଥିଲି, ଆଉ ମୁଁ ଏ ବାକ୍ୟ ମୋତେ ଭଲ ଲାଗୁନଥିଲା। ଆଉ ଏ ବାକ୍ୟ ଯେତେବେଳେ ବି ପଢ଼ୁଥିଲି, ମୋ ହୃଦୟରେ ବହୁତ ଗୁଡ଼ାଏ କୋଶ୍ଚିନ୍ ହେଉଥିଲା। ତ ଏଇ ପ୍ରକାରେ ଯଦିଓ ବିବାହିକ ଭାବେ ମୁଁ ଗୋଟେ ଭଲ ଜୀବନକୁ ବିତାଉଥିଲି, ଲୋକଙ୍କ ଠାରୁ ପ୍ରଶଂସିତ ହେଉଥିଲି, କିନ୍ତୁ ମୋ ଭିତରେ ଦିନକୁ ଦିନ ବହୁତ ଦ୍ୱନ୍ଦ୍ୱ ଆଉ ସନ୍ଦେହ ଯାକ ଘେରି ରହୁଥିଲା ପରିତ୍ରାଣକୁ ନେଇକି। ମୁଁ ପରିତ୍ରାଣ ପାଇଛି ନା ପରିତ୍ରାଣ ପାଇନାହିଁ? ମୋର ସମସ୍ତ ପାପ କ୍ଷମା ହେଇଛି ନା କ୍ଷମା ହେଇନାହିଁ? ଈଶ୍ୱର ମୋତେ ଗ୍ରହଣ କରିଛନ୍ତି ନା ଗ୍ରହଣ କରିନାହାନ୍ତି? ଏହି ପ୍ରକାର ଅନେକ ସମୟରେ ମୋତେ ହୃଦୟରେ ପ୍ରଶ୍ନ ଆସୁଥିଲା, ଆଉ ଯେଉଁ ପ୍ରଶ୍ନ ଦ୍ୱାରା ମୁଁ ଆନ୍ଦୋଳିତ ହେବାକୁ ଲାଗୁଥିଲା। ଏସବୁ ଭିତରେ ମୋତେ ଗୋଟେ ପୁସ୍ତକ ମିଳିଲା। ସେ ପୁସ୍ତକ କିଏ ଆମ ଘରେ ଦେଇଥିଲା ମୁଁ ଜାଣିନି, କିନ୍ତୁ ସେ ପୁସ୍ତକଟି ହେଉଛି ଏଇଟା। ଏ ପୁସ୍ତକର ନାଁ ହେଉଛି ପାପ କ୍ଷମା ଓ ପୁନର୍ଜନ୍ମର ରହସ୍ୟ। ତ ଏ ପୁସ୍ତକ ଯେତେବେଳେ ମୁଁ ପାଇଲି, ଯେହେତୁ ମୁଁ ଗୋଟେ ଖ୍ରୀଷ୍ଟିଆନ ଥିଲି, ମୁଁ ବହୁତ ଆଗ୍ରହୀ ଥିଲି ଯୀଶୁଙ୍କ ବିଷୟରେ, ବାଇବେଲ ବିଷୟରେ, କିମ୍ବା ବାଇବେଲର ଅନ୍ୟ କୌଣସି ବିଷୟରେ ଜାଣିବା ପାଇଁ, ପଢ଼ିବା ପାଇଁ ମୁଁ ବହୁତ ଆଗ୍ରହୀ ଥିଲି। ସେଥିପାଇଁ ଯଦି ବି ମୁଁ ପରିତ୍ରାଣ ପାଇନଥିଲି, କିନ୍ତୁ ବାଇବେଲ ମୁଁ ଥରେ ଦୁଇଥର ଏମିତି ଶେଷ କରିଥିଲି ପଢ଼ିବାର, ଆଉ ପଢ଼ୁଥିଲି ମଧ୍ୟ। ତ ଏ ପୁସ୍ତକ ଯେତେବେଳେ ମୁଁ ପଢ଼ିବାକୁ ଆରମ୍ଭ କଲି, ଏଠାରେ ସମ୍ପୂର୍ଣ୍ଣ ମୋର ଜ୍ଞାନର ବାହାରେ ବିଷୟ ଯାକ ଲେଖା ହେଇଛି। ଆଉ ବହୁତ ଭଲ ଭଲ ବିଷୟ ମଧ୍ୟ ମୁଁ ପାଇଲି। ସେଠି ଲେଖା ହେଇଛି ଏବ୍ରି 10ର 10 ପଦ। ସେଠାରେ ଯେଉଁ ପାଷ୍ଟର ଏଟା ଲେଖିଛନ୍ତି, ସେ ଲେଖିଛନ୍ତି, ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ। ହଁ, ମୁଁ ମୋ ହୃଦୟକୁ ଟିକେ ବଦଳେଇ ଦେଲି। ମୁଁ କ'ଣ ବର୍ତ୍ତମାନ ପ୍ରଚାର କରିବାଟା ଆରମ୍ଭ କଲି? ହଁ, ଯୀଶୁଖ୍ରୀଷ୍ଟଙ୍କ ଯୋଗୁଁ ଆମେ ପବିତ୍ର ହେଇଛୁ, ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମେ ପବିତ୍ରୀକୃତ ହେଇଛୁ।
ହଁ ମୁଁ ପବିତ୍ରକୃତ ହେଇଛି, କିନ୍ତୁ ମୁଁ କ'ଣ କରୁଥିଲି, ହଁ ଆମେ ପବିତ୍ର ହେଇଛୁ ଯେ ଆମକୁ ପବିତ୍ର ଜୀବନ କାଟିବାକୁ ଅଛି। ଆମେ ନିଜେ ପବିତ୍ର ହେଲେ ଯାଇକି ଏ ବାକ୍ୟ ସହିତ ମୋ ହୃଦୟ ସମାନ ହେବ। ତେଣୁ ମୁଁ ଆଉ ବେଶୀ ଗଭୀର ଭାବେ ପବିତ୍ର ହେବା ପାଇଁ ଚେଷ୍ଟା କରୁଥିଲି, ଆଉ ଲୋକଙ୍କୁ ସେହି ପ୍ରକାର ମଧ୍ୟ ଶିକ୍ଷା ଦେଉଥିଲି। ତ ଏ ବାକ୍ୟ ବାହିକ ଭାବେ ମୁଁ ଜାଣିଥିଲି କି ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ମୁଁ ପବିତ୍ରୀକୃତ ହେଇଛି। ତା'ର ଅର୍ଥ ମୁଁ ଜ୍ଞାନରେ ଜାଣିଥିଲି, କିନ୍ତୁ ମୁଁ କେବେ କାହାକୁ ପବିତ୍ର କହୁନଥିଲି କି ମୁଁ ଧାର୍ମିକ ମଧ୍ୟ କହିପାରୁନଥିଲି। କାହିଁକି? ମୋର ସମସ୍ୟା ମୁଁ ଜାଣିଛି, କିନ୍ତୁ ବାକ୍ୟରେ ଲେଖା ହେଇଛି, ସେଥିପାଇଁ ମୁଁ ତାକୁ ଜ୍ଞାନ ଭାବରେ ଜାଣିଲି। ଆଉ ମୁଁ ଅନ୍ୟମାନଙ୍କୁ ମଧ୍ୟ ପ୍ରଚାର କଲି, ଦେଖ ବାକ୍ୟରେ ଲେଖା ହେଇଛି ଯୀଶୁଖ୍ରୀଷ୍ଟ ଆମକୁ ପବିତ୍ର କରିଛନ୍ତି, ତେଣୁ ଆମକୁ ପବିତ୍ର ଜୀବନ କାଟିବାକୁ ଅଛି। ଯୀଶୁଖ୍ରୀଷ୍ଟ ଆମକୁ ଧାର୍ମିକ କରିଛନ୍ତି, ସେଥିପାଇଁ ଆମକୁ ଧାର୍ମିକ ଜୀବନ ବିତେଇବାକୁ ଅଛି। ତା'ର ଅର୍ଥ ବାକ୍ୟ ଆମକୁ ପାଳନ କରିବାକୁ ଅଛି, ତାହେଲେ ଏ ବାକ୍ୟ ଆମଠାରେ ସଫଳ ହେବ। ତ ଏହି ପ୍ରକାର ମୁଁ ମୋ ଜୀବନକୁ ବିତାଉଥିଲି। ତ ଏହା ଥିଲା 2012 ମସିହା ଜୁଲାଇ 23 ତାରିଖ, ସନ୍ଧ୍ୟା ପ୍ରାୟ 8ଟା 9ଟା 10ଟା 7 8 9 ଭିତରେ ସମୟ ଥିଲା। ମୁଁ ବ୍ୟବସ୍ଥା ପୁସ୍ତକ ପଢ଼ୁଥିଲି ବାଇବେଲରୁ। ବ୍ୟବସ୍ଥାର 2ଟା ନିୟମ, କେଉଁ ନିୟମ? ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ଗୋଟେ ତୁମ୍ଭେ ସମସ୍ତ ହୃଦୟ, ସମସ୍ତ ମନ, ସମସ୍ତ ପ୍ରାଣ ଦେଇ ଆପଣା ପରମେଶ୍ୱରଙ୍କୁ ପ୍ରେମ କର। ଏଇ 2ଟା ବାକ୍ୟକୁ ନେଇକି ମୁଁ ପଢ଼ୁଥିଲି। ତ ହଠାତ୍ ମୋ ହୃଦୟ ଭାଙ୍ଗିବାକୁ ଲାଗିଲା। ମୁଁ ଜାଣିପାରୁଛି ଏଇ ବାକ୍ୟ ପରମେଶ୍ୱର ମୋତେ ଦେଲେ କ'ଣ ପାଇଁ? ମୋ ହୃଦୟକୁ ଦେଖାଇବା ପାଇଁ। ତ ଏଇ ବାକ୍ୟ ଦ୍ୱାରା ମୋ ହୃଦୟ ଟୋଟାଲି ସେଦିନ ଭାଙ୍ଗିଯିବାର ମୁଁ ଦେଖିଲି। କ'ଣ କେମିତି? ମୁଁ ଜଣେ ଲୋକ ନୁହେଁ, ମୁଁ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିପାରିବି। ମୁଁ ଜଣେ ଲୋକ ପ୍ରତିବାସୀ ସହିତ ଅନେକ ଥର ଝଗଡ଼ା କରିବା ଲୋକ ଅଟେ, ପ୍ରତିବାସୀକୁ ହିଂସା କରିବା ଲୋକ ଅଟେ, ପ୍ରତିବାସୀ ଘୃଣା କରିବା ଲୋକ ଅଟେ। କିନ୍ତୁ ସେଇ ସବୁ ବିଷୟ ମୁଁ ନ ଦେଖିକି ମୁଁ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବାର ଉଚିତ ଅଛି, ଭଲ ଏହା କରିବା ପରମେଶ୍ୱର କହିଛନ୍ତି ବୋଲି ମୁଁ ବାହିକ ଭାବେ ବହୁତ ଚେଷ୍ଟା କରୁଥିଲି। କିନ୍ତୁ ସେଦିନ ସତ୍ୟ ଭାବେ ଏଇ ବାକ୍ୟ ମୋ ହୃଦୟରେ ପ୍ରକାଶ ପାଇଲା। ତ ମୁଁ ଯେତେବେଳେ ଦେଖିଲି, ମୁଁ ଈଶ୍ୱରଙ୍କର ଆଜ୍ଞା, କାରଣ ଏ 2ଟା ବାକ୍ୟ ହେଉଛି ବ୍ୟବସ୍ଥାର 2ଟା, ଏଇ 2ଟା ବାକ୍ୟରେ ବ୍ୟବସ୍ଥାର ସବୁ ବିଷୟ ରହିଛି ବୋଲିକି ବାକ୍ୟରେ ଲେଖା ହେଇଛି। ତ ଏଇ ବାକ୍ୟ ମୁଁ ଯଦି ପାଳନ କରୁନାହିଁ, ତା'ର ଅର୍ଥ ମୁଁ ସମସ୍ତ ବ୍ୟବସ୍ଥା ଲଙ୍ଘନ କରିଛି। ଆଉ ବ୍ୟବସ୍ଥା ଲଙ୍ଘନ ହିଁ ପାପ, ଆଉ ପାପର ବେତନ ହେଉଛି ମୃତ୍ୟୁ। ତା'ର ଅର୍ଥ ମୁଁ ସ୍ପଷ୍ଟ ଭାବେ ଦେଖିପାରିଲି ଯେ ମୁଁ ଏତେ ବର୍ଷ ଖ୍ରୀଷ୍ଟିଆନ ହେଇକି, ଏତେ ଭଲ କାର୍ଯ୍ୟ କରିକି, ଏତେ ଗୁଡ଼ାଏ ପରିଶ୍ରମ କରିବା ସତ୍ତ୍ୱେ ମୁଁ ନରକ ଯାଉଛି। କାରଣ ବ୍ୟବସ୍ଥା ଲଙ୍ଘନ ହିଁ ପାପ, ଆଉ ପାପ କରିଥିବା ଲୋକ ତ କେବେ ହେଲେ ସ୍ୱର୍ଗ ଯାଇପାରିବ ନାହିଁ। ଏ କଥା ମୁଁ ଭଲରେ ଜାଣିଛି, ମୁଁ ବ୍ୟବସ୍ଥା ପଢ଼ିଛି ମଧ୍ୟ। ତ ଏସବୁ ବିଷୟ ଯେତେବେଳେ ଚିନ୍ତା କରିବାକୁ ଆରମ୍ଭ କଲି, ତ ସତରେ ମୁଁ ବହୁତ ଭାଙ୍ଗି ପଡ଼ିଲି। ହଁ, ପ୍ରକୃତରେ ମୁଁ ନରକ ଯାଉଥିବା ଲୋକ ଅଟେ। ମୋର କର୍ମ ଯାକ ବହୁତ ଗୁଡ଼ାଏ ମୋତେ ମନେ ପଡ଼ିଲା। ମୁଁ ଖ୍ରୀଷ୍ଟିଆନ ହେଲା ପରେ ବି କେମିତି ଖରାପ କାମ ଯାକ କରିଛି, ଆଉ ମୁଁ ବାଇବେଲ ପଢ଼ିଲା ପରେ ମଧ୍ୟ କେମିତି ମୋର ଦୁଷ୍କର୍ମ ଯାକ ପ୍ରକାଶ ପାଇଛି, ଆଉ ମୁଁ ବାପ୍ତିସ୍ମ ନେଲା ପରେ ମଧ୍ୟ କେମିତି ମୁଁ ମଦ ପିଉଥିଲି। ଏସବୁ ବିଷୟ ଯାକ ସବୁ ମୋ ହୃଦୟକୁ ଆସିଗଲା, ମୋ ମନେ ପଡ଼ିଲା। ତ ମୁଁ ଦେଖିଲି ମୁଁ ଜଣେ ଲୋକ, ମୁଁ ଈଶ୍ୱରଙ୍କର ବ୍ୟବସ୍ଥାକୁ ଆଦୌ ପାଳନ କରିପାରିବି ନାହିଁ। ତା'ର ତ ମୋ ରାସ୍ତା ଟୋଟାଲି ବନ୍ଦ ଅଛି। ମୁଁ ଗୋଟେ ନିରୁପାୟ ଲୋକ, ମୁଁ ନରକ ଯିବା ପାଇଁ ବାଧ୍ୟ। ଏ ପ୍ରକାର ଯେତେବେଳେ ମୋ ହୃଦୟରେ ଏ ବିଷୟ ଯାକ ଆସିଲା, ମୁଁ ଜାଣିପାରିଲି ପ୍ରକୃତରେ କେହି ଜଣେ ମୋତେ ଉଦ୍ଧାର କଲେ, ଆଉ ଯୀଶୁ ଯଦି ମୋତେ ଉଦ୍ଧାର କରିବେ, ତାହେଲେ ହିଁ ମୁଁ କେବଳ ସ୍ୱର୍ଗ ଯାଇପାରିବି, ନଚେତ୍ ମୁଁ ନିଶ୍ଚିତ ଭାବେ ନରକ ଯିବି। ଆଉ ଅନେକ ବିଷୟ ମୋ ହୃଦୟରେ ଘଟିଲା, ମୁଁ ସମ୍ପୂର୍ଣ୍ଣ ବର୍ଣ୍ଣନା କରିପାରୁନାହିଁ। ତ ଏ ପରିପ୍ରେକ୍ଷୀରେ ଯେଉଁ ପୁସ୍ତକ ଦେଖେଇଲି, ମୁଁ ସେଦିନ ପର୍ଯ୍ୟନ୍ତ ପ୍ରାୟ 2 ଥର ପଢ଼ି ସାରିଥିଲି। 2 ଥର ପଢ଼ି ସାରିଥିଲି। ସେଥିରେ ଯେଉଁ ଜ୍ଞାନ ଯାକ ଅଛି ପ୍ରକୃତରେ ତାହା ପ୍ରଚାର ମଧ୍ୟ କରୁଥିଲି। କିନ୍ତୁ ଏଇ 2012 ମସିହା ଜୁଲାଇ 23 ତାରିଖ ସନ୍ଧ୍ୟା ସମୟରେ ଯେତେବେଳେ ମୋ ହୃଦୟ ଭାଙ୍ଗିଲା, ସେତେବେଳେ ବହି, ଏଇଟା ବହି ମାନେ ସୁସମାଚାର ପୁସ୍ତକ, ପାଷ୍ଟର ତାଙ୍କର ସୁସମାଚାର ସେ କେମିତି ପ୍ରଚାର କରିଛନ୍ତି ତାକୁ ବହି ଆକାରରେ ଛପାଯାଇଛି। ତ ପ୍ରକୃତରେ ସେଦିନ ସେ ରାତ୍ରି ସମୟରେ ମୋ ବହି ମାନେ ମଧୁ ଚାକ ପରି ଲାଗିଲା, ମୋତେ ବହୁତ ସୁଆଦିଆ ଲାଗିଲା। ଏତେ ମାନେ ମୁଁ କେବେ ସେମିତି ଅନୁଭବ କରିନାହିଁ, ସେହି ପ୍ରକାର ଲାଗିଲା ସେ ବହି ଆରମ୍ଭରୁ ମୁଁ ପଢ଼ିଲା।
तो जेतेबेले किछि समय पड़ला परे मु गोटे विश्वास को पाइली मो हृदय रे जीशु ख्रीष्ट रक्त द्वारा परमेश्वर मोर समस्त पाप क्षमा कर देइछंती बोली कि मु से विश्वास को स्थापित होबार देखिली। तो सेठी एवरी 10 रो 10 पद मु देखि पारली जीशु ख्रीष्ट शरीर एकाथर के उत्सर्गीकृत होगा द्वारा। तो सेठी जेतेबेले देखिली प्रकृत रे जीशु शरीर उत्सर्गीकृत है, जीशु शरीर रक्त बाहर झरला, जो रक्त रे कि मोर समस्त पाप को परमेश्वर धोई दे बहुत खुशी गली। तो मु किछि समय पर से कांथर लिखिली आज मु परित्राण पाइली, हाँ आज मु पुनर्जन्म पाइली। मु कांथर ले सेटा गोटे भड़ा घर छोट घर थिला, सेटर फोटो मध्य वर्तमान नाही मु देखै थांते। तो ए प्रकार खुशी मु केबे जानि नाही। तो ए प्रकार खुशी मो हृदय उछुली उठिला केवल जीशुको रक्त ही मते देखा जाउतला। ओ जीशुको रक्त रे मोर पाप क्षमा हो सारी, जीशुको रक्त रे मोर पाप क्षमा हो सारी, जीशुको रक्त रे मोर पाप धोई जाइए, मु पूरा पवित्र अटे। तो जीशु ख्रीष्ट शरीर एकाथर के उत्सर्गीकृत होगा द्वारा से ही इच्छा हेतु आम्भे माने पवित्रीकृत होइछु। हो तार तो परमेश्वर मते पवित्र कर सारी। प्रकृत रे विश्वास को जेतेबेले मु पाइली, जेतेबेले जानि पारली परित्राण मु पाइली, आज मु पुनर्जन्म पाइली। तो ये आनंद को जेतेबेले मु देखिली से आनंद को केबे मु माने जीवन रे केबे अनुभव मध्य करि पारिबि नै, से प्रकार आनंद मु अनुभव कली से दिन। तो क्षणिक मध्य मोर समस्त पाप उभे गला पर मु देखिली। आ मु क्रमागत भाव से दिन ठारू आज पर्यंत आनंद खुशी बंची आसी पार्छ। आ पापर जो समस्या थिला, आ जो संदेह थिला, जो द्वंद्व थिला, मो हृदय टिके मध्य पर्यंत नाही। जदि भी मझे मझे किसी क्वेश्चन आसे किंतु ताहा तार से गति कर। तो जीशु ख्रीष्ट शरीर एकाथर के उत्सर्गीकृत होगा द्वारा से ही इच्छा हेतु आम्भे माने पवित्रीकृत हो। तार अर्थ मु पवित्र हो सारी, जीशु रक्त रे मोर पाप धुआई सारी। ये विश्वास को मुझे दिन पाइली। यह थिला 2012 मसीहा जुलाई 23 तारिख संध्या प्राय 8-9 समय से दिन मु परित्राण पाई। तो ये परित्राण जीवन रे बहुत गुड़ाए घटी, किंतु मु समस्त विषय को वर्णना करि पार नै। किंतु मु बहुत धन्यवादी परमेश्वर को निमंते। आउ मो पर गोटे पापी पाप को से कढ़ई नहीं कि मु निज रास्ता रे मु परित्राण खोजुली, निजर कर्म को नहीं कि मु परित्राण रास्ता बोली भावुली। आ सेति पय मु परित्राण सुसमाचार को बहुत घृणा करुली। जो लोक मैंने परित्राण विषय प्रचार करते से सहित जुक्ति करुली, किंतु जेतेबेले मु परित्राण पाइली प्रकृत रे आज पर्यंत मु मुंड नहीं कि बंचुची। प्रकृत रे परित्राण गोटे रास्ता जहाँकि मोर ज्ञान रे नाही, मोर बुद्धि रे नाही, मोर रास्ता रे नाही, मोर कर्म रे नाही। यह केवल परमेश्वर बनई से रास्ता। आउ धन्यवाद विषय एतिक जे जदि भी मु से रास्ता जीवाई चाहूनी, किंतु परमेश्वर यथा समय यथा लोकों द्वारा, यथा पुस्तक द्वारा, यथा मो हृदय को हृदय कथा कहवा द्वारा मत से परित्राण रास्ता को लेकिन मत परित्राण को देले। आ मोर समस्त पाप को क्षमा करदे। से दिन ठारू अनवरत आनंद खुशी आ स्वर्ग जीवार गोटे आनंद मो भितर बहुत साहस देउछे आ खुशी मत दउछे। धन्यवाद।